ନମସ୍କାର। ସମସ୍ତେ ଭଲ ଥିବେ, ମୁଁ ମଧ୍ୟ ଭଲରେ ଅଛି। ଆଉ ସେମିତି ମଧ୍ୟ ଭଲରେ ରୁହନ୍ତୁ। ଆଉ ଆପଣଙ୍କୁ ମୁଁ ସମସ୍ତଙ୍କୁ ଦେଖାଉଛି, ଦେଖନ୍ତୁ। ଦେଖିଲେ ସମସ୍ତେ କେମିତି କରାହେଉଛି। ମୁଁ ଏଠି ଡ୍ୟୁଟି ଯିବା ପାଇଁ ବାହାରିଲି, ଏଠି ବଇଛି, ଗାଧୋଇ ଫ୍ରେଶ୍ ହେଇକି ବଇଛି। ସବୁଠାରୁ ଇମ୍ପୋର୍ଟାଣ୍ଟ କଥା, ଆପଣମାନେ ସବୁ କରିବେ, ସବୁ କରିପାରିବେ, କିନ୍ତୁ କେବେ ମଧ୍ୟ ଝିଅ ପ୍ରେମରେ ପଡ଼ିବ ନାହିଁ। କାହିଁକିନା ଝିଅମାନେ ହେଉଛନ୍ତି ବହୁତ ଦୁଃଖର ବିଷୟ। ମୋ ଲାଇଫ୍ରେ ମୁଁ ଘଟିଛି, ସେଥିପାଇଁ ମୁଁ କହୁଛି, ଝିଅମାନଙ୍କ ପଛରେ କେବେ ମଧ୍ୟ ପଡ଼ନ୍ତୁ ନାହିଁ। ଯଦି ବା ପ୍ରେମ କରୁଛ, ତୁମେ ବାପା ମାଆଙ୍କୁ ପ୍ରେମ କର। ଝିଅମାନଙ୍କ ପଛରେ କାହିଁ ପଡ଼ୁଛି, ନିଜ ଲାଇଫ୍କୁ ବର୍ବାଦ କରୁଛ। କାହିଁକିନା ମୋ ନିଜ ଲାଇଫ୍ ମୁଁ ବର୍ବାଦ କରିଛି। ସେଥିପାଇଁ ମୁଁ ଆଜିକା ଡେଟ୍ରେ ମୁଁ ପସ୍ତଉଛି। କାହିଁକି ମୁଁ ଝିଅମାନଙ୍କ ନାହିଁ, ଝିଅ ପ୍ରେମରେ ପଡ଼ି ମୁଁ ନିଜେ ପସ୍ତଉଛି। କାହିଁକିନା ଝିଅ ପ୍ରେମରେ ପଡ଼ିଲି, ମୁଁ ବିଶ୍ୱାସ କଲି, ବିଶ୍ୱାସରେ ସିଏ ମୋତେ ବିଷ ଦେଇକି ପଳାଇଲା। ବହୁତ ଦୁଃଖ। ସେଥିପାଇଁ ମୁଁ ଆଜି ବହୁତ ନିଜକୁ ବି ଲାଜ ଲାଗୁଛି। ସେଥିପାଇଁ ଯଦି ବା ପ୍ରେମ କରୁଛ, ତୁମେ ମା ବାପାଙ୍କ ଛଡ଼ା କାହାକୁ ମଧ୍ୟ ପ୍ରେମ କର ନାହିଁ। ସେଥିପାଇଁ କଥାରେ ମଧ୍ୟ ଅଛି ପରା, ନାରୀ ପଛରେ ରହିଲେ ପୁରୁଷ ସଫଳ ହୁଏ, କିନ୍ତୁ ନାରୀ ପଛରେ ପଡ଼ିଲେ ବର୍ବାଦ ହେଇଯାଏ। ଠିକ୍ ସେମିତି ଆମେ କେବେ ମଧ୍ୟ ନାରୀ ପଛରେ ପଡ଼ିବା ନାହିଁ। କଥାରେ ଅଛି, ସେ କଥାକୁ ଆମେ ରଖିବାର ଅଛି। ଯଦି ରଖିବାନି, ଝିଅମାନଙ୍କ ପଛରେ ପଡ଼ିବା, ଗାଣ୍ଡି ମରେଇବା ଛଡ଼ା କିଛି ନାହିଁ। କାହିଁକିନା ମୁଁ ଗୋଟେ ଝିଅକୁ ଭଲ ପାଉଥିଲି, ଜୀବନ ଦେଇକି ଭଲ ପାଉଥିଲି। ମୁଁ ବାହା ହେଇ ନଥିଲି, କିନ୍ତୁ ବାହା ହେବା ପାଇଁ ପ୍ରସ୍ତାବ ମଧ୍ୟ ହେଇଥିଲା। ଆଉ ଆମ ଭାଷା, କୁଇ ଭାଷାରେ କ'ଣ କହିବେ ସେଇଟା, ପାହେର କାଲୁ ନା କ'ଣ ଗୋଟେ ପିଇବାକୁ ଯାଇଥିଲୁ। ତାପରେ ସେ ଝିଅ ବି ଆସିଥିଲା ଘରକୁ, ଆସିକି ରହିଯାଇଥିଲା। ଆଉ ଘରେ ରଖି ସେ ମଧ୍ୟ ପାଠ ମଧ୍ୟ ପଢ଼ୁଥିଲା। ସେ ପାଠ ପଢ଼ିଲା, ସବୁ କଲା ପରେ ସେ ରହିଲା। ଯେତେବେଳେ +2 ସରେଇଲା, ସେ ମୋତେ ଗାଣ୍ଡି ମାରିଦେଇ ଛୁଇଁକି ଆଉ ଜଣଙ୍କ ସହିତ ପଳେଇଲା। ମୋ ବିଶ୍ୱାସକୁ ସେ ବିଷ ଦେଇ ପଳେଇଲା। ସେଥିପାଇଁ ମୋର ଅନୁରୋଧ ବିଶେଷ, କାହାକୁ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ, କାହାକୁ ମଧ୍ୟ ଭରସା କରନ୍ତୁ ନାହିଁ। ଯଦି ଭରସା କରୁଛ, ବିଶ୍ୱାସ କରୁଛ, ବାପା ମାଆଙ୍କ ଛଡ଼ା କାହାକୁ ମଧ୍ୟ ଭରସା କର ନାହିଁ। ବାପା ମାଆଙ୍କ ଛଡ଼ା କାହାକୁ ମଧ୍ୟ ଆଶା ରଖ ନାହିଁ। କେତେ ଆପଦ ବିପଦ ହେଲେ ବି ମା' ମାନେ ସମସ୍ତଙ୍କୁ ସାହା ଦିଅନ୍ତି। ମା' ମାନେ ହିଁ ସାମ୍ନା ହିଁ ଛିଡ଼ା ହୁଅନ୍ତି। କିନ୍ତୁ ଯେଉଁ ଝିଅ ତୁମେ ଭଲ ପାଉଛ, ଆଉ ତୁମକୁ ଯେଉଁ ଝିଅ ଭଲ ପାଉଛି, ସେ କେବେ ମଧ୍ୟ ସାନ ମା' ପାଖକୁ ଆସିବ ନାହିଁ। ଅସୁବିଧା ସମୟରେ ପଚାରିବ ନାହିଁ ମଧ୍ୟ। ପଇସା ଥିଲେ ପଚାରିବ, ପଇସା ନଥିଲେ କେବେ ମଧ୍ୟ ପଚାରିବ ନାହିଁ। ସେଥି ମୋର ବିଶେଷ ଅନୁରୋଧ ଭାଇମାନଙ୍କୁ, କେବେ ମଧ୍ୟ ନାରୀମାନଙ୍କ ପଛରେ ଯିବ ନାହିଁ। ଯଦି ନାରୀମାନଙ୍କ ପଛରେ ଯିବ, ବର୍ବାଦ ହେବା ଛଡ଼ା କିଛି ନାହିଁ। ଟଙ୍କା ଇନକମ୍ କର, ଆଗକୁ ଯାଅ, ନିହାତି ଝିଅମାନେ ପଛରେ ପଡ଼ିବେ। ସତ କହୁଛି କି ନାହିଁ? ଯଦି ମିଛ କହୁଥିବି ମୋତେ କ୍ଷମା କରିଦେବେ। ଏତେ ମୁଁ ଜୀବନ ଦେଇ ଭଲ ପାଇଲି। ସେ ଗାଁରେ ଥିଲା, ତାଙ୍କ ଗାଁକୁ ମଧ୍ୟ ମୁଁ ଗଲି, ରହିଲି, ଖାଇଲି ପିଇଲି, ରହିଲି, ଏନ୍ଜୟ କଲି, ତା ସହିତ ମଧ୍ୟ ରହିଲି, ଶୋଇଲି, ସବୁ କିଛି କଲି। କ'ଣ ଅସୁବିଧା ହେଲା ତାକୁ, ମୋତେ ଛାଡ଼ିକି ଆଉ ଜଣଙ୍କ ପିଲା ସହିତ ସିଏ ପଳେଇଲା। ଯେମିତି +2 ଏକ୍ଜାମ୍ ସରିଲା, ଆଉ ଜଣେ ପିଲାଙ୍କ ସହିତ ପଳେଇଲା ସିଏ। କାହିଁକିନା ଯେତେବେଳେ ଜଏନ୍ କରାହେଲା, +2 ପଢ଼ିଲା, ଫାର୍ଷ୍ଟ ଇୟର୍ ପଢ଼ିଲା, ସବୁ ମୋ ସାହାରାରେ ସିଏ ଥିଲା। ମୁଁ କାହିଁକିନା ମୋ ସାହାରାରେ ନ ରହିଲେ ସେ ପଇସା ପତ୍ର କିଛି ପାଇବ ନାହିଁ। କଲେଜ ପଇସା କଲେଜକୁ ଦେବା ପାଇଁ, ବହିପତ୍ର କିଣିବା ପାଇଁ, ଆଉ ରୁମ୍ ଭଡ଼ା ଦେବା ପାଇଁ କିଛି ପାଇବ ନାହିଁ। ସେଥିପାଇଁ ସେ ମୋ ଭରସାରେ ରହିଲା, ମୁଁ ମଧ୍ୟ ତା ଭରସାରେ ରହିଲି। ପଢ଼ୁଛି ତ, ମୋ ପାଖକୁ ଆସିବ। ଯେତେବେଳେ +2 ଏକ୍ଜାମ୍ ସରିଲା, ସେ ମୋତେ ଗାଣ୍ଡି ମାରିଦେଇ ପଳେଇଲା। ବହୁତ ଦୁଃଖର ବିଷୟ।
ମୋତେ ବି ନିଜକୁ ଲାଜ ଲାଗୁଛି, କାହିଁକିନା ମୋ ଲାଇଫ୍ରେ ମୁଁ ଘଟିଛି। ସେଥିପାଇଁ ଆପଣମାନଙ୍କୁ ମୁଁ ଜଣାଉଛି, ଆପଣମାନେ କେବେ ମଧ୍ୟ ଝିଅମାନଙ୍କ ପଛରେ ପଡ଼ିବ ନାହିଁ। ଯଦି ପଡ଼ୁଛ ବର୍ବାଦ ହେବା ଛଡ଼ା କିଛି ନାହିଁ। ଯଦି ପ୍ରେମ କରୁଛ ମା ବାପାଙ୍କୁ ପ୍ରେମ କର, ଖୁସିରେ ରହିବ, ବିନ୍ଦାସ ରହିବ, କିଛି ଟେନସନ୍ ମଧ୍ୟ ଦେବ ନାହିଁ। ପୁରା ଆରାମସେ ଦିନ କଟିବ, ଆରାମସେ ଆଗକୁ ମଧ୍ୟ ଯିବ। ସେଥିପାଇଁ ଏତେ ମଧ୍ୟ ତା ପାଇଁ ବୋଲେ ଏତେ ମାନେ ପଞ୍ଚାୟତରେ ମଧ୍ୟ ମିଟିଂ ହେଲା, ତାଙ୍କ ଗାଁରେ ମଧ୍ୟ ମିଟିଂ ହେଲା, ସେ ପୁଅମାନଙ୍କ ଗାଁରେ ମଧ୍ୟ ମିଟିଂ ହେଲା, ହେଲେ ବି ତାଙ୍କେ ପଇସା ବି ଦେଲେନି। ପଇସା ମୁଁ ମାତ୍ର 50,000 ଟଙ୍କା ସରେଇଥିଲି ତା ପାଇଁ ବୋଲି। କାହିଁକି ମୋ ଜୀବନ ସାଥୀ ହେଇକି ରହିବ, ଆଉ ସବୁଦିନ ଆଗକୁ ମଧ୍ୟ ଜୀବନ ସାଥୀ ହେଇକି ରହିବ, ଆଉ ଏବେ ବି ମଧ୍ୟ ଜୀବନ ସାଥୀ ହେଇକି ରହିବ କହି ମୁଁ ବିଶ୍ୱାସ କରୁଥିଲି। ସେ ବିଶ୍ୱାସରେ ସେ ବିଷ ଦେଇକି ମୋର 50,000 ଟଙ୍କା ନେଇକି ପଳାଇଲା, ଆଉ ସେ ପଇସା ମଧ୍ୟ ସେ ଦେଲା ନାହିଁ। ସେଥିପାଇଁ ମୋ ଲାଇଫ୍ରେ ଘଟିଛି ବୋଲି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ସେୟାର କରୁଛି। କେବେ ମଧ୍ୟ ନାରୀମାନଙ୍କ ପଛରେ ପଡ଼ିବ ନାହିଁ। ଯଦି ନାରୀମାନଙ୍କ ପଛରେ ପଡ଼ିଲେ ବର୍ବାଦ ହେଇଯିବ। ସତ କି ନାହିଁ? ଯଦି ଭଲ ଲାଗୁଛି କହିଲେ ପ୍ରେମ କରିବା ପାଇଁ ଚାହୁଁଛ, ତୁମେ ପ୍ରେମ କର, କିନ୍ତୁ ତାଙ୍କ ପାଇଁ ଟଙ୍କା କେବେ ମଧ୍ୟ ଖର୍ଚ୍ଚ କର ନାହିଁ। ଆଉ ତାଙ୍କ ପଛରେ ପଡ଼ି ସେମାନେ କହିବେ, ଅନେକ ବାହାନା କାଢ଼ିବେ, ଏଇଟା ଖର୍ଚ୍ଚ, ଏଇଟା ଦରକାର ହେଉଛି, ସେଇଟା ଦରକାର ହେଉଛି, ଏଇଟା ଦରକାର ହେଉଛି, ସବୁ କହିବେ। କିନ୍ତୁ କହିଲା ପରେ ବି କେବେ ମଧ୍ୟ ପଇସା ହେଲ୍ପ କରିବ ନା। ଯଦି ପଇସା ହେଲ୍ପ କରିବୁ ଗାଣ୍ଡି ମରେଇବ। କାହିଁକିନା ତୁ ବିଶ୍ୱାସ କରିଥିବୁ ତାକୁ, ସିଏ ମଧ୍ୟ ତୋତେ ବିଶ୍ୱାସ କରିଥିବ। ଆର ଯେମିତି ଲୁଟିବି ଆଉ ଯିବି, ତାର ଆଶା ଥିବ ସେଇଆ। କିନ୍ତୁ ତାଙ୍କର ଆଶା ତୁମେ ଜାଣିପାରିବ ନାହିଁ। ସିଏ ପୁରା ନାରୀ ଝିଅ। ଆମେ ବାଉଁଶ ଗଛକୁ ଦେଖିଛୁ, ବାଉଁଶ ଗଛ ସିଧା ଛିଡ଼ା ହେଇଥିବ, ପବନ କେଉଁପଟେ ଯିବ ସେପଟେ ସିଏ ଯିବ। ପବନ ଏପଟେ ଯିବ ଏପଟେ ଯିବ, ପବନ ଏପଟେ ହେଇଯିବ ଏପଟେ ଯିବ। ଯଦି ମଝିରେ ରହିଲେ ମଝିରେ ରହିବ, ପବନ ହେବ କହିଲେ ମଝିରେ ରହିବ। ଠିକ୍ ସେମିତି ଝିଅମାନେ ମଧ୍ୟ ଠିକ୍ ସେମିତି, ପବନ ଏପଟେ ଯିବ କହିଲେ ଏପଟେ ଫୁଁ, ଏପଟେ ହେଲେ ଏପଟେ ଫୁଁ। ପୁଅମାନେ କେଉଁ ପଟେ ଟଙ୍କା ସେପଟେ ଫୁଁ, ଯେଉଁ ପିଲାର ପଇସା ସେପଟେ କେଉଁ ପିଲାର ଗାଡ଼ି ଥିବ ସେପଟେ ଫୁଁ। ପବନ ବଢ଼ିଆ। ସେଥିପାଇଁ ଝିଅମାନେ କେବେ ମଧ୍ୟ ବିଶ୍ୱାସ କର ନାହିଁ। ବିଶ୍ୱାସ ଦେଇକି ସିଏ ପ୍ରେମ କଲେ ବି, ଜୀବନ ଦେଇକି ପ୍ରେମ କରୁଛି, ଭଲ ପାଉଛି କହିଲେ ବି କେବେ ମଧ୍ୟ ତାଙ୍କ ପଛରେ ପଡ଼ ନାହିଁ। ତାଙ୍କ ପାଇଁ ବୋଲି କି ତୁମର ଲାଇଫ୍ ବର୍ବାଦ କର ନାହିଁ, ଆଉ ତାଙ୍କ ପାଇଁ ବୋଲି ତୁମର ପଇସା କେବେ ମଧ୍ୟ ଖର୍ଚ୍ଚ କର ନାହିଁ। ମୋର ବିଶେଷ ଅନୁରୋଧ, କାହିଁକିନା ମୋ ଲାଇଫ୍ରେ ଘଟିଛି। 50,000 ଟଙ୍କା ଦେଇଛୁ, ସେଟା ପୁଣି ନଗଦ, ମାସ ପୁଲେ ନଗଦ ଦେବାର, ରୁମ୍ ଭଡ଼ା, ଗ୍ୟାସ୍, ଖାଇବା ସବୁ ମୁଁ ବୁଝିଥିଲି। କିନ୍ତୁ ଲାଷ୍ଟକୁ ମାଗି ଆଣି ସେ ଗାଣ୍ଡି ମାରିଦେଇ ପଳାଇଲା। କାହାକୁ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ। ଯଦି ଭଲ ପାଉଛ ମା ବାପାଙ୍କୁ ଭଲ ପାଅ, ସବୁ ସଫଳ ହେବ। ଧନ୍ୟବାଦ।